ଯେତେବେଳେ ଛୋଟ ଛୋଟ ମୋ ବୋଉ ହେଇଥିଲେ ସେତେବେଳେ ମୋ ଆଈମା ସାଙ୍ଗରେ ଆମ ଗାଁକୁ ଆସନ୍ତି ଏଇ ଅଗ୍ନି ଉତ୍ସବରେ ଯାତ୍ରା ଦେଖିବା ପାଇଁ। ହଁ ନା ନା? ସ୍ୱାଗତ କରୁଛି ସାଙ୍ଗମାନେ ସକାଳୁ ସକାଳୁ ଆଜିର ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍କୁ। ସାଙ୍ଗମାନେ ଏଇ ଫେବୃଆରୀ ମାସରେ ସାଙ୍ଗମାନେ ଆମ ଗାଁର ସବୁଠାରୁ ବଡ଼ ପର୍ବ ଅଗ୍ନି ଉତ୍ସବ ପଡ଼େ। ଅଗ୍ନି ଉତ୍ସବ 2 ଦିନ ପାଳନ କରାଯାଏ। ପ୍ରଥମ ଦିନ ଯାଗଯଜ୍ଞ ହୁଏ, ଦ୍ୱିତୀୟ ଦିନ ଖାଇବା ପିଇବା ବ୍ୟବସ୍ଥା ଥାଏ, ଖାଇବା ପିଇବା ଗୋଟେ ହୁଏ। ଆଉ ତାପରେ ଗାଁର ଅପେରା ଆସେ, ଅପେରା ହୁଏ, ମାନେ ଯାତ୍ରା ପାର୍ଟି ଆସେ, ଯାତ୍ରା ହୁଏ। 3 ରୁ 4 ରାତି ଯାତ୍ରା ହୁଏ। କେଉଁ ଆଦିମ କାଳରୁ ଏ ପରମ୍ପରା ଏ ସଂସ୍କୃତି ରହି ଆସିଛି। ଆଗରୁ ନିଜେ ରିହର୍ସାଲ୍ କରିକି ଯାତ୍ରା ପରିବେଷଣ କରନ୍ତି ଗାଁର କଳାକାରମାନେ। ଏବେ ପାର୍ଟି ବାହାରୁ ଡକଉଛନ୍ତି। ଆଉ କିଚେନ୍ ଗାର୍ଡ଼େନରେ ସାଙ୍ଗମାନେ ଚାଲ ଦେଖିବା କେଡ଼େ କେଡ଼େ ଗଛ ହେଲାଣି। ଏଇଟା ଶାଗ ଗଛ ସବୁ ଉଠିଲାଣି, ଏତିକି ଲେଖାଏଁ ଗଛ ହେଲାଣି। ଏପଟେ ବୋଉ ମୋର ବୋଇତାଳୁ ଗଛ ଲଗେଇଛି, ଆଉ ହେଇଠି କାଳୁ ଶୋଇଛି। ଶ୍ୱଶୁର ପୁଅ ଏବେ ବାଗେଇ ଗଲାଣି, କାଳୁ ଶୋଇଛି ଖରାର। ଏଇଟା ସବୁ ଯାଇଥିଲା ତାର ଯାଦୁ ହେଇକି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଥିଲା। ଏବେ ଖାଇ ଖୁଆଇକି ମେଡ଼ିସିନ୍ ଟିକେ ଚାଙ୍ଗା ହେଇଯାଇଛି। ଶୋଇଥା କିନ୍ତୁ ଭାରି ଆଗ୍ରେସିଭ୍ ଶଳା। ଏଟା ରଟୱିଲର ପପିଟା। ଏ ବାବୁନୁ ଏଇ କ'ଣ ଏମିତି ଭାଙ୍ଗି ମୋଡ଼ି ହେଲୁନୁ? ଏଟା ଆମର ଦେଶୀ ରଟୱିଲର। ବିଲବାଡ଼ି ଗୁଡ଼ା ସାଙ୍ଗମାନେ ପାଣି ମଡ଼ାଇ ଦେଇଛନ୍ତି ବନ୍ଧ ହେଇକି ମୁଗ ବୁଣା ଯିବା ପାଇଁ। ଯେହେତୁ ଏବେ ମୁଗ ବୁଣିବାର ସିଜିନ୍ ହେଇଗଲାଣି, ଖରାଦିନ ତ ଆମେ ପୁରା ମୁଗ ଜଗାରେ ଲୋକଙ୍କର ସମୟ ଯିବ। ସାଙ୍ଗମାନେ ଅଗ୍ନି ଉତ୍ସବ କେବେ ଆରମ୍ଭ ହେଇଥିଲା ଆଉ କିଏ ଆରମ୍ଭ କରିଥିଲା ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ। କେଉଁ ଉଦ୍ଦେଶ୍ୟରେ ବି ଆରମ୍ଭ କରାଯାଇଥିଲା ତାହା ବି ଜାଣି ହୁଏ ନାହିଁ। ଏ ପରମ୍ପରା ବହୁ ପୁରାତନ ପରମ୍ପରା। ସମୟ ସାଙ୍ଗମାନେ ଅପରାହ୍ନ 4ଟା, ଆଉ ଗାଁକୁ ଅଗ୍ନି ଉତ୍ସବ ଉପଲକ୍ଷେ ଆସିଛି ଯାତ୍ରା ପାର୍ଟି। ଆଉ ଆଜି ଗାଁର ମାହୋଲ ପୁରା ରଙ୍ଗାରଙ୍ଗ। ନାଲୁ ଏଇଠି ଶୋଇଛି, ତା ଭଣଜା କାଳିଆ କୁଆଡ଼େ ଯାଇଛି। ନାଲୁଟାରେ ବି ଯାଦୁ ହେଇଯାଇଥିଲା, ଏଟାକୁ ସେମିତି ମେଡ଼ିସିନ୍ ଦେଲାଠୁ ଭଲ ହେଇଛି। ଆଉ ଏଠି ଡୋଗ ତାର ଖାଇବାକୁ ଖୋଜୁଛି। ଡୋଗ କ'ଣ କିଲୋ? ଏ ଡୋଗ ଖାଇବୁ? ଭୋକ ହେଲାଣି, ଆଉ ଖାଇବୁ। ଆଉ ମୋ ମାମୁଁ ଘର ଏଇଠି ପାଖରେ। ଆମ ଗାଁ ଠାରୁ 2-3 କିଲୋମିଟର ବାଟ ଗୋଟେ ଛୋଟ ଗାଁ ହେଉଛି ମୋ ବୋଉର ତା ବାପ ଘର, ମାନେ ମୋ ମାମୁଁ ଘର। ଯେତେବେଳେ ଛୋଟ ଛୋଟ ମୋ ବୋଉ ହେଇଥିଲେ ସେତେବେଳେ ମୋ ଆଈମା ସାଙ୍ଗରେ ଆମ ଗାଁକୁ ଆସନ୍ତି ଏଇ ଅଗ୍ନି ଉତ୍ସବରେ ଯାତ୍ରା ଦେଖିବା ପାଇଁ। ହଁ ନା ନା? କୋଉଠି ବୋଉ ସେତେବେଳେ ଆସିକି ବସ? ଆସିକି କୂଅ କରରେ ବସନ୍ତି, ଆଉ ଦେଖି ଦୁଖାକିରି ସକାଳକୁ ଯାଆନ୍ତି। ସେତେବେଳେ ଜାଣିଥିଲୁ ନା ଜାଣିଥିଲୁ ଏଇ ଗାଁକୁ ବାହା ହବୁ ବୋଲି? ସେତେବେଳେ ମୋ ବୋଉ ଜାଣିନଥିଲା ଏଇ ଗାଁକୁ ବାହା ହବ ମୋ ବାପାକୁ। ଆଉ ସେତେବେଳେ ମୋ ବାପାକୁ ଦେଖିଥିଲୁ ନା ଦେଖିଥିଲୁ? ସେତେବେଳେ ମୋ ବାପାକୁ ବି ମୋ ବୋଉ ଦେଖିନଥିଲା। ଆଉ ଦେଖିଥିନେ ଲଭ୍ ଫଭ୍ ହେଇଯାଇଥାନ୍ତା ଆଉ, ନା କହୁନୁ?